ଖିଆପିଆ ସାରି ରୁମ୍କୁ ଆସିକି ମୁଁ ଟିକେ ମେହେନ୍ଦି କରୁଥିଲି। ତ ମେହେନ୍ଦି କଲାବେଳକୁ ମାହିକୁ ସେପଟେ ଟିକେ ପାଠ ଦେଇଥିଲି ପଢ଼ିବା ପାଇଁ। ସେ ପାଠ କ'ଣ ପଢ଼ିବ, ମୁଁ ଟିକେ ମେହେନ୍ଦି କରୁଥିଲି ବୋଲି କହିଲା ମାମା ମୋ ହାତରେ ବି ମେହେନ୍ଦି କରିଦେ। ତ ତା ହାତରେ ଟିକେ ମେହେନ୍ଦି କରିଦେଲି। କହିଲା ମୋ ହାତରେ ଆଗ ମୋ ନାଁ ଲେଖ। ମୁଁ କହିଲି ନାଁ କାହିଁ ଲେଖିବି, ନେମ୍ର ଫାର୍ଷ୍ଟ ଲେଟର୍ ଲେଖିଦେଉଛି। ନା ତାହେଲେ ବାବିଙ୍କ ନେମ୍ର ଲେଖ, ତୋ ନେମ୍ର ବି ଲେଖ। ତ ତା ହାତରେ କରିଦେଲି ମେହେନ୍ଦିଟା। ମୋ ହାତରେ ତ କମ୍ପ୍ଲିଟ୍ ହେଇଯାଇଥିଲା। ଏଇଟା ଚାଇନା ମେହେନ୍ଦିଟା କରିଛି, ଯେଉଁଟାକି ଇନଷ୍ଟାଣ୍ଟ ପାଚିଯାଏ ଜଲ୍ଦି ଜଲ୍ଦି। ସେଇଟା କରୁଛି କାହିଁକିନା ମୁଁ ଗୋଟେ ଫଙ୍କସନ୍ରେ ଆଜି ଯିବାର ଅଛି, ବର୍ଥଡ଼େ ପାର୍ଟିରେ। ତ ସେଥିପାଇଁ ସେଇ ମେହେନ୍ଦିଟା ହିଁ କରିଦେଇଥିଲି। ତାପରେ ଘର ଦ୍ୱାର ଓଳାଓଳି କରି ସନ୍ଧ୍ୟା ଦେଇ ମୁଁ ଗଲି ରେଡ଼ି ହେଇଗଲି ଆଗ। ଦେନ୍ ମାହିକୁ ଟିକେ ରେଡ଼ି କଲି। ତ ମୁଁ ସବୁବେଳେ ଆଗ ରେଡ଼ି ହେଇଯାଏ, ତାପରେ ଯାଇକି ମାହିକୁ ରେଡ଼ି କରେ। କାହିଁକିନା ସିଏ, ମୁଁ ଯଦି ତାକୁ ଆଗ ରେଡ଼ି କରିବି, ସେ କ'ଣ କରିବ ନା, ମୁଁ ରେଡ଼ି ହେଲା ବେଳକୁ ସେ ସବୁ ତା'ର ଯାହା ବି ତାକୁ ରେଡ଼ି କରିଥିବି, ସବୁ ଲଗାଲଗି କରିଥିବି, ଡ୍ରେସ୍ ପିନ୍ଧାପିନ୍ଧି କରିଥିବି, ସବୁ ପୁରା ଏପଟ ସେପଟ କରିଦେଇଥିବ। ମେକଅପ୍ ଛଡ଼େଇ ଦେଇଥିବ, ମୁଣ୍ଡ ପୁରା ଅଡ଼ୁଆ କରିଦେଇଥିବ, ଡ୍ରେସ୍କୁ କ'ଣ ଇଆଡ଼େ ସିଆଡ଼େ କରିଦେଇଥିବ, ମଇଳାମଳି କରିଦେଇଥିବ। ତ ସେଥିପାଇଁ ମୁଁ ଆଗ ରେଡ଼ି ହେଇଯାଏ, ତାକୁ ତାପରେ ରେଡ଼ି କରେ। ସେ ସବୁବେଳେ ମୋତେ କହିବ ମାମା ମୋତେ ଆଗ ପିନ୍ଧେଇ ଦେ, ମୋତେ ଆଗ ପିନ୍ଧେଇ ଦେ। ମୁଁ କହିବି ନାଇଁ ନାଇଁ, ମୁଁ ଆଗ ରେଡ଼ି ହେଇସାରେ ତାପରେ ତୋତେ ପିନ୍ଧେଇବି। ତୁ ରେଡ଼ି ହବୁ ତ ଯିବୁ, ନହେଲେ ତୁ ଅବସ୍ଥା ପୁରା ଖରାପ କରିଦେଇଥିବୁ ଗଲାବେଳକୁ। ଏ ଦେଖୁନାହାନ୍ତି ବୁମର ଗୋଟେ ଖାଇକି କ'ଣ କରୁଛି, ତାକୁ ମନା କରୁଛି ବୁମର ଖାନା, ଡ୍ରେସ୍ ଫ୍ରେସ୍ରେ ଲାଗିଯିବ। ସିଏ କିନ୍ତୁ କାହିଁ ଶୁଣିବ, ବୁମର ଗୋଟେ କେଉଁଠୁ ତା ଭାଇଠୁ ନେଇ ଆସିଛି, ସେକୁ ଖାଉଛି। ତ ତାକୁ ଟିକେ ହାଲକାରେ ମେକଅପ୍ କରିଦେଇଥିଲି, ବେଶୀ ମୁଁ ତାକୁ ମେକଅପ୍ କରେନି। ଛୋଟ ପିଲା ଯେହେତୁ, ସ୍କିନ୍ ତାଙ୍କର ସେନ୍ସିଟିଭ୍ ସ୍କିନ୍ ଏବେ, ତ ଟିକେ ଟିକେ ଜଷ୍ଟ ଲଗେଇଦିଏ ତାକୁ। ତ ଆମେ ବାହାରିଲା ବେଳକୁ ବର୍ଷା ବି ଆରମ୍ଭ ହୋଇଯାଇଥିଲା। ଇଏ ତ ଆସିଯାଇଥିଲେ ଦୋକାନରୁ, ସିଏ ରେଡ଼ି ହେଇଯାଇଥିଲେ। ତ ଆମେ ୟାଙ୍କର ମୋର ଯାଇଥାନ୍ତୁ ସ୍କୁଟିରେ, ଆଉ ଭାଇ ହେରିକା ମାହିକୁ ନେଇକି ଯାଇଥାନ୍ତି। କିନ୍ତୁ ସିଏ କାନ୍ଦିଲା, କହିଲା ମାମା ମୁଁ ତୋ ସହିତ ହିଁ ଯିବି। ତ ସେଥିପାଇଁ ପୁଅଙ୍କୁ ପିନ୍ଧିକି ଯିବାକୁ ପଡ଼ିଲା ରେନକୋଟ୍। ଇଏ ଆଉ ପୁଅ ଦୁଇ ଜଣ ଯାକ ରେନକୋଟ୍ ପିନ୍ଧିକି ଗଲେ। ପୁଅଙ୍କର ତ ଜ୍ୱର ବି ହେଇଯାଇଥିଲା ତା 2 ଦିନ ପୂର୍ବରୁ। ତ ମୁଁ ଜମାରୁ ବି ଇଚ୍ଛା ନଥିଲା ତାଙ୍କୁ ଛାଡ଼ିବା ପାଇଁ ସ୍କୁଟିରେ। ତ କ'ଣ କରିବାକୁ, ବାଧ୍ୟ ହେଇକି ଯିବାକୁ ପଡ଼ିବ। ତ ଆମେ ସମସ୍ତେ ଏବେ ଗାଡ଼ିରେ ବସି ପଡ଼ିଲୁ। କେବଳ ମାହି ଯୋଗୁଁ ହିଁ ଏତିକ ସବୁ ହେଲା। ତ ସେମାନେ ତ ଦାଦା ପୁତୁରା 2 ଜଣ ଯାକ ଆଗରେ ପଳେଇଲେ। ତ ଆମେ ଏବେ ଯେଉଁ ଗଲୁ ହେରି ନଣନ୍ଦଙ୍କ ଘରଠିକି, ସେମାନେ ବି ଯିବେ, ଭଣଜା ଆଉ ନଣନ୍ଦ 2 ଜଣ ଯାକ ଆମ ସହିତ ଗଲେ। ତ ସମସ୍ତେ ମିଶିକି ଗଲୁ ଗୋଟେ ଗାଡ଼ିରେ। ବର୍ଷା ବି ଟିକେ ଛାଡ଼ି ଯାଇଥିଲା ତାଙ୍କ ଘରଠି ପହଞ୍ଚିଲା ବେଳକୁ। ପୁଣି ଅଳ୍ପ ବାଟ ଯାଇଛି କି ନାହିଁ, ପୁଣି ବର୍ଷା ଆରମ୍ଭ ହେଇଗଲା। ଦେଖିପାରୁଥିବେ ଆମର ୱାଇପରଟା, ଗାଡ଼ିର ୱାଇପରଟା ସେମିତି ଚାଲିଛି ଲଗାତାର। ତ ଇଏ 2 ଭଉଣୀ ଯାକ, ମାହି ଆଉ ରୁହି, 2 ଜଣ ଯାକ 2ଟା ଫୋନ୍ ଧରିକି ଗାଡ଼ିରେ ଆରାମସେ ବସିଛନ୍ତି। ଆଉ କାହାକୁ ଡିଷ୍ଟର୍ବ କରିବାର ନାହିଁ, କିନ୍ତୁ ଫୋନ୍ ନଦେଲେ ଖାଲି ଏଥିରେ ସେଥିରେ ଛିଡ଼ା ହେବେ, ବସିବେନି ଠିକ୍ରେ। ସିଏ ଗୋଟେ ଫୋନ୍, ଇଏ ଗୋଟେ ଫୋନ୍, 2ଟା ଯାକ ଫୋନ୍ ଧରିକି 2 ଜଣ ଯାକ ଦେଖିବାରେ ବ୍ୟସ୍ତ ହେବେ। ତ ବର୍ଷା ଟିକେ ଟିକେ ହେଉଥିଲା, ମାନେ ଏମାନେ ବି ସ୍କୁଟିରେ ଯାଇଛନ୍ତି ଯେହେତୁ, ୟାଙ୍କ କଥା ଆମକୁ ଟିକେ ବେଶୀ ଚିନ୍ତା ଲାଗୁଥିଲା। ଓଦା ଓଦି ହେଇଯିବେ ପୁଣି। ଇଏ ତ ପ୍ୟାଣ୍ଟ ବି ପିନ୍ଧିନଥିଲେ, ରେନକୋଟ୍ର ପ୍ୟାଣ୍ଟ କେବେ ପିନ୍ଧିବେନି, ଖାଲି ଉପରଟା ପିନ୍ଧିକି ଯିବେ। ତ ଏମିତିରେ ଆମେ ତାଙ୍କ ଘରେ ଯାଇକି ପହଞ୍ଚିଗଲୁ, ବର୍ଷା ବର୍ଷି ସେଇ ଭିତରେ। ତ ପହଞ୍ଚିଲା ବେଳକୁ ଦେଖିପାରୁଥିବେ କିଛି କିଛି ଲୋକ ବି ଆସିଯାଇଥିଲେ। ତ ଏଇଠି ଦେଖନ୍ତୁ ପାଲା ହେଉଛି ଏବେ। ଆମେ ପହଞ୍ଚୁ ପହଞ୍ଚୁ ପାଲାର ଇଏଟା ଆଗ ଦେଖିଲୁ। ଦେନ୍ ଇଏ ତ ଆଇସ୍କ୍ରିମ୍ ଖାଇବାରେ ବ୍ୟସ୍ତ, ବର୍ଷାରେ ଓଦା ହେଇକି ଆସିକି ପୁଣି ଆଇସ୍କ୍ରିମ୍ ଖାଉଛନ୍ତି। ତ ଏଇଠି ପୂଜାପୂଜି ବି ଷ୍ଟାର୍ଟ ହେଇଗଲାଣି, ସତ୍ୟନାରାୟଣ ପୂଜା। ମାମୁଁ ଶ୍ୱଶୁର ଆମର ବସିକି ପୂଜାରେ ବସିଛନ୍ତି। ତ ଏଇ ଝିଅ ଯେଉଁ ଆଇସ୍କ୍ରିମ୍ ଖାଉଛନ୍ତି, ୟାଙ୍କର ହିଁ ବର୍ଥଡ଼େ ଅଛି। ତ ମୋ ଝିଅଠୁ ସିଏ 3-4 ମାସ ବଡ଼ ହେବେ, ମାହିଠୁ। ତ ଆମ ପାଇଁ ଗୁପଚୁପ୍ ଆମ ପିଲାମାନେ ଯାଇକି ନେଇ ଆସିଥିଲେ। ଗୁପଚୁପ୍ ଷ୍ଟଲ୍ରେ ତ ବହୁତ ଗହଳି ଥିଲା। ତ ଆମେ କହିଲୁ ଆମେ ଏଇଠି ବସିଛୁ, ଯାଉ ଟିକେ ଆମ ପାଇଁ ଗୁପଚୁପ୍ ନେଇ ଆସିବା, ଆମେ ଖାଇବୁ ଏଇଠି। ଆଉ ବହୁତ ଗହଳି ହେଇଛି ସେଠି। ଆମେ ଯାହାହେଲେ ବି ମାମୁଁ ଶ୍ୱଶୁରଙ୍କ ଘର ଯେହେତୁ, ବୋହୂ ବୋହୂ ଆମେ ସବୁ ସେଠି ଛିଡ଼ା ହେଇ ଖାଇପାରିବୁନି ଏତେ ଗହଳିରେ। ତ ସେଥିପାଇଁ ଆମେ ଘରେ ବସିଥିଲୁ ତାଙ୍କର। ପିଲାମାନେ ଆମର ସବୁ ଗୁପଚୁପ୍ ନେଇ ଆସିଲେ। ମାହିକୁ ଦେଲି ଗୋଟେ ଗୁପଚୁପ୍, ସିଏ ତ ବିଲକୁଲ ବି ଖାଉନଥାଏ, ଖାଲି ସବୁ ଆଣିକି ମୋ ପାଟିରେ ମାଣ୍ଡି ଦେଉଥାଏ। ତ ଆମେ ସବୁ ଏଇଠି ଗୁପଚୁପ୍ ଟିକେ ଖାଉଥିଲୁ, ଦେଇ ହେରିକା ମିଶିକି। ଗୁପଚୁପ୍ ଖାଇସାରିଲା ପରେ ଆସିକି ବାହାରକୁ ଦେଖିଲା ବେଳକୁ ପୁଣି ଗୁପଚୁପ୍ ଷ୍ଟଲ୍ରେ ସେମିତି ହିଁ ଗହଳି ଥାଏ, କେବେ ବି ଗହଳି କମୁନଥାଏ। ତ ଇଏ କିଛି ବି ଖାଇଲାନି ମାହି, ଖାଲି ଆଇସ୍କ୍ରିମ୍ ଖାଇଲା। ଯେତେ କହିଲେ ଟିକେ ରୁଟି ଖାଇଦେ, ଟିକେ ପନିର ଖାଇଦେ, ଟିକେ କ୍ଷୀରି ଖାଇଦେ, ସିଏ କାହିଁ ମୋ କଥା ଶୁଣିବ। ଜମାରୁ ବି କିଛି ଖାଇଲାନି, କେବଳ ଆଇସ୍କ୍ରିମ୍ ହିଁ ସେଇଠି ଖାଇଲା। ମୁଁ କହିଲି ଗୋଟେ ଭୋକ କରିବ, ତୁ ଯାହା ଘରେ ଖାଇକି ଆସିଥିଲୁ, ଗଲାବେଳକୁ ଯାହା ହେଲେ ଟିକେ ଲେଟ୍ ହେଇଯିବ, ଭୋକ ଲାଗିବ, ଟିକେ ଖାଇଦେ। ସିଏ କାହିଁ ମୋ କଥା ଶୁଣିବ, ସିଏ ତାର ସେ ଆଇସ୍କ୍ରିମ୍ ହିଁ ଧରିକି ଟିକେ ଟିକେ ଖାଉଥାଏ। ତ ୟାଙ୍କର ପାଖରେ ଗୋଟେ କ'ଣ ତା'ର ଖେଳନା ଥିଲା, କିଣ୍ଡର ଜୟରୁ ବାହାରିଥିଲା, ତାଙ୍କ ପକେଟରେ ରଖିଥିଲେ, ସେଇଟା ତାଙ୍କଠୁ ନେଇଗଲା। ଦେନ୍ ଆମେ ସବୁ ଖାଇବାକୁ ଗଲୁ। ଦିଦି ଆଉ ଦେଇ ୟାଙ୍କ ପାଇଁ ସବୁ ପିଲାମାନେ ନେଇ ଆସିଥିଲେ। ତ ଇଏ ଆସିଯାଇଥିଲେ ସେତିକିବେଳେ। ମୁଁ କହିଲି ତମେ ନେଇ ଆସ ମୋ ପାଇଁକା, କାହିଁକିନା ପିଲାମାନେ ବି ଖାଇବେ। ତ ସେମାନେ କେତେଥର ଗୋଟେ ଗୋଟେ ଯାଇକି ଆଣୁଥିବେ, ସେମାନେ ଖାଆନ୍ତୁ, ତମେ ଟିକେ ମୋ ପାଇଁ ନେଇ ଆସ। ତ ସିଏ ମୋ ପାଇଁ ନେଇ ଆସିଥିଲେ ଖାଇବା। ତ ଭାତ, ଡାଲି, ରୁଟି, ଆଉ କ'ଣ ଆମ୍ବୁଲ ରାଇ, ପନିର ସୋଲା ବୁଟ, ପୋଟଳ, ପାମ୍ପଡ଼ ଆଉ ସାଲାଡ଼, ଏଇସବୁ ତ ଆଇଟମ୍ ହେଇଥିଲା। ଆଉ ଗୁପଚୁପ୍ ଆଇସ୍କ୍ରିମ୍ ତ ଆମର ପୁରା ଆଗରେ, ସମସ୍ତେ ଆଗ ସେଇଟା ଆଗ ଖାଇବେ। ତ ଖାଇ ପିଇ ସାରି ଆମେ ଜଲ୍ଦି ଜଲ୍ଦି ବାହାରି ପଡ଼ିଲୁ, କାହିଁକିନା ବର୍ଷା ବି ପୁଣି ପଳେଇ ଆସିଥିଲା। ତ ୟାଙ୍କୁ ମୁଁ କହିଲି ତମେ ଜଲ୍ଦି ପଳାଅ, ବର୍ଷା ହେଲେ ପୁଣି ଓଦା ହେବ। ସୋ ଫ୍ରେଣ୍ଡସ୍, ଆଜିର ଭିଡ଼ିଓକୁ ତ ଆମେ ଏଇଠି ରଖିବା, ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ, ଭଲରେ ଥାନ୍ତୁ ସମସ୍ତେ।